ଗୋଟିଏ ଦିନର କଥା। ଗୋଟିଏ ଶିକ୍ଷକ କ୍ଲାସକୁ ଆସିଲେ ଆଉ ସେ ଶିକ୍ଷକ ସବୁ ପିଲାମାନଙ୍କୁ ଦେଖିବାକୁ ଲାଗିଲେ। ତାପରେ ସେ ବୋର୍ଡ଼ରେ ଗୋଟେ ସିଧା ଗାର ଟାଣିଦେଲେ। ସବୁ ପିଲାମାନେ ଦେଖୁଥିଲେ। ସେତେବେଳେ ସେ ଶିକ୍ଷକଟି ପିଲାମାନଙ୍କ ପଟକୁ ଦେଖି କହିଲେ, କି ପିଲାମାନେ, ଏଇ ଯେଉଁ ମୁଁ ବୋର୍ଡ଼ରେ ସିଧା ଗାର ଟାଣିଛି, କ'ଣ ଏଇ କ୍ଲାସରେ ଏମିତି ପିଲା ନାହିଁ କି ଏ ଗାରକୁ ବିନା ଲିଭେଇକି ଛୋଟ କରିପାରିବ? ଏ କଥା ଶୁଣିବା ପରେ ସବୁ ପିଲାମାନେ ଚିନ୍ତାରେ ପଡ଼ିଗଲେ। ଆଉ ସମସ୍ତେ ନିଜ ନିଜ ହିସାବରେ ବୁଦ୍ଧି ଖଟେଇବାକୁ ଲାଗିଲେ। ଆଉ ପିଲାମାନଙ୍କୁ ଅଧା ଘଣ୍ଟାର ଟାଇମ୍ ଦିଆଗଲା। ସମସ୍ତେ ଖାଲି ଭାବିବାକୁ ଲାଗିଲେ ଯେ ବିନା ଲିଭେଇକି ଗାରକୁ ଛୋଟ କେମିତି କରିବା ବୋଲି। ସେତେବେଳେ ତାଙ୍କ ଭିତରୁ ଗୋଟେ ପିଲା ଉଠିକି ଆସିଲା ଆଉ ବୋର୍ଡ଼ ପାଖକୁ ଯାଇ ଛିଡ଼ା ହେଇଗଲା। ତାପରେ ସେ ପିଲାଟି ବି ସେ ଗାରକୁ ଦେଖିକି ଚିନ୍ତାରେ ପଡ଼ିଗଲା। ସେ କ୍ଲାସର ସବୁ ପିଲାମାନେ ସେ ପିଲାକୁ ଦେଖୁଥିଲେ। ସେତେବେଳେ ସେ ପିଲାଟି ଚକଟିଏ ଧରିଲା। ତଳ ଗାରଠୁ ଉପରେ ଗୋଟେ ବଡ଼ ଗାରଟିଏ ଟାଣିଦେଲା। ଏବେ ସେ ଉପର ଗାରଟି ତଳ ଗାରଠୁ ବଡ଼ ହେଇଗଲା। ଏବେ ଯିଏ ବି ଦେଖିଲେ ତଳ ଗାରଟା ଉପର ଗାରଠୁ ସାନ ବୋଲି କହିବେ। ସେ ପିଲାଟି ସେ ଗାରକୁ ବିନା ଲିଭେଇକି ସାନ କରିଦେଲା। ସେ ଶିକ୍ଷକ ସେ ପିଲା ଆଡ଼କୁ ଦେଖି ଟିକିଏ ହସିକି ସାବାସ କହିଲେ। ହେଲେ ବାକି ପିଲାମାନେ ବୁଝି ନ ପାରୁଥିଲେ ସାର୍ ଯେଉଁ ଏଇ ଗାରଟା ଟାଣିଛନ୍ତି ତା'ର କାରଣଟା କ'ଣ ବୋଲି। ସବୁ ପିଲାମାନେ ସେ ଶିକ୍ଷକଙ୍କୁ ସେ ଗାରର କାରଣଟା ପଚାରିଲେ। ସେତେବେଳେ ପିଲାମାନଙ୍କ ପଟକୁ ଚାହିଁ କହିଲେ, କି ପିଲାମାନେ, ତୁମେ ତୁମ ଜୀବନରେ ଆଗକୁ ଯେଉଁ କାମ ବି କରିବ, କାହାଠୁ ଆଗକୁ ବଢ଼ିବାକୁ ଚେଷ୍ଟା କରିବନି। ନିଜ କାମରେ ନିଜେ ଧ୍ୟାନ ଦେବ, ସେ ନିଜେ ତୁମଠୁ ପଛରେ ହୋଇଯିବ।